Hello everyone, welcome back to our channel. Finally, ତମମାନଙ୍କ ପାଇଁ ଆସିଗଲା most important 1 mark selection questions with answer 1 mark short questions. Okay? आशा କରୁଛୁ ଭିଡ଼ିଓ ତମମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେବ ବେସିକ୍ 4th ସେମିଷ୍ଟର ଓଡ଼ିଆ ଅନର୍ସ କୋର୍ଟ 9ର ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବାକୁ ବିଲକୁଲ ବି ଭୁଲିବନି ଅଲରେଡ଼ି 2 mark selection questions with answer ପ୍ରୋଭାଇଡ଼ ହେଇସାରିଛି ଯେଉଁମାନେ ବି ଦେଖିନ ପ୍ଲେଲିଷ୍ଟ ଚେକ୍ କରିକି ଦେଖିପାରିବ ଓକେ ଚलो ଷ୍ଟାର୍ଟ କରିବା 1 marks ୟୁନିଟ୍ 1ର ଫାର୍ଷ୍ଟ କ୍ୱେଶ୍ଚନ୍ ଅଛି ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ ନାଟକର ନାମ କ'ଣ ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ ନାଟକର ନାମ କ'ଣ ନା ବାବାଜୀ ମନେ ରଖିବ ଫୁଲ୍ ସେଣ୍ଟେନ୍ସରେ ଲେଖିବ ତୁମେ ଯେହେତୁ ଓଡ଼ିଆ ଷ୍ଟୁଡେଣ୍ଟ ଓଡ଼ିଆ ଅନର୍ସ ଷ୍ଟୁଡେଣ୍ଟ ଫୁଲ୍ ସେଣ୍ଟେନ୍ସରେ ସବୁବେଳେ ବାକ୍ୟଟିକୁ ଲେଖିବାକୁ ଟ୍ରାଏ କରିବ ଓକେ ଲେଖିଲେ ବି ଭଲ ମାର୍କ ମିଳିବ ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଅଛି ବାବାଜୀ ନାଟକର ନାଟ୍ୟକାର କିଏ ବାବାଜୀ ଯେଉଁ ନାଟକଟି ରହିଛି ତା ନାଟ୍ୟକାର ହେଉଛନ୍ତି ଜଗନମୋହନ ଲାଲା ନେକ୍ସଟ କ୍ୱେଶ୍ଚନ୍ ଅଛି ବାବାଜୀ ନାଟକ କେଉଁ ବର୍ଷ ପ୍ରକାଶିତ ବା ରଚିତ ହୋଇଥିଲା ବାବାଜୀ ନାଟକ 1877 ବା 1877ରେ ପ୍ରକାଶିତ ହୋଇଥିଲା ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଅଛି ବାବାଜୀ କେଉଁ ପ୍ରକାରର ନାଟକ ଅଟେ ଏକ ସାମାଜିକ ସଂସ୍କାର ଧର୍ମୀ ନାଟକ ହେଉଛି ବାବାଜୀ ନାଟକଟି ଦେନ୍ ନେକ୍ସଟ ଆସିଲା ବାବାଜୀ ନାଟକର ମୁଖ୍ୟ ବିଷୟବସ୍ତୁ କ'ଣ ବାବାଜୀ ଯେଉଁ ନାଟକଟି ରହିଛି ତାର ମୁଖ୍ୟ ବିଷୟବସ୍ତୁ ବା ତାର ସାରାଂଶ କ'ଣ ନା ଅନ୍ଧବିଶ୍ୱାସ ନିଶା ନିବାରଣ ଏବଂ ସାମାଜିକ କୁସଂସ୍କାର ଦୂରୀକରଣ ହେଲା ବାବାଜୀ ନାଟକର ମୁଖ୍ୟ ବିଷୟବସ୍ତୁ ବା ମୂଳ ବିଷୟବସ୍ତୁ ଦେନ୍ ନେକ୍ସଟ ଆସିଲା ପରକଲମ ନାଟକର ରଚୟିତା କିଏ ପରକଲମ ଯେଉଁ ନାଟକଟି ରହିଛି ତା ରଚୟିତା ହେଉଛନ୍ତି ଗୋପାଳ ଛୋଟରାୟ ଦେନ୍ ନେକ୍ସଟ ଆସିଲା ପରକଲମ କେଉଁ ପ୍ରକାରର ନାଟକ ଅଟେ ପରକଲମ ଏକ ରାଜନୈତିକ ବ୍ୟଙ୍ଗାତ୍ମକ ନାଟକ ଦେନ୍ ନେକ୍ସଟ ଆସିଲା ପରକଲମ ନାଟକ କେଉଁ ପୃଷ୍ଠଭୂମି ଉପରେ ଆଧାରିତ ପରକଲମ ଯେଉଁ ନାଟକଟି ରହିଛି କେଉଁ ପୃଷ୍ଠଭୂମି ଉପରେ ଆଧାରିତ ସ୍ୱାଧୀନତା ପରବର୍ତ୍ତୀ କ୍ଷମତା ଲୋଭ ଓ ରାଜନୈତିକ ଭ୍ରଷ୍ଟାଚାର ଉପରେ ଆଧାରିତ ନେକ୍ସଟ କ୍ୱେଶ୍ଚନ୍ ପରକଲମ ନାଟକ କେବେ ପ୍ରଥମେ ମଞ୍ଚସ୍ଥ ହୋଇଥିଲା କେବେ ପ୍ରଥମେ ମଞ୍ଚସ୍ଥ ହୋଇଥିଲା ନା 1954 ହେଲା 1954 ବା 1954 ମସିହାରେ ମଞ୍ଚସ୍ଥ ହୋଇଥିଲା ନେକ୍ସଟ କ୍ୱେଶ୍ଚନ୍ ଆସିଲା ପରକଲମ ନାଟକର ଶୀର୍ଷକ କାହାକୁ ସୂଚିତ କରେ ପରକଲମ ନାଟକଟି ଶୀର୍ଷକ କାହାକୁ ସୂଚିତ କରେ ନା ଅନ୍ୟ ହାତର କଲମ ବା ପରର କ୍ଷମତା ଦ୍ୱାରା ପରିଚାଳିତ ହେଲା ଏଇଟା ଠିକ ହବ ପରର କ୍ଷମତା ଦ୍ୱାରା ପରିଚାଳିତ ଶାସନ ବ୍ୟବସ୍ଥା ଦେନ୍ ନେକ୍ସଟ ଆସିଲା ୟୁନିଟ୍ 2ର ଫାର୍ଷ୍ଟ କ୍ୱେଶ୍ଚନ୍ ଆସିଲା ସାଗର ମନ୍ଥନ ନାଟକର ନାଟ୍ୟକାର କିଏ ନା ସାଗର ମନ୍ଥନ ନାଟକଟି କିଏ ରଚନା କରିଛନ୍ତି ମନୋରଞ୍ଜନ ଦାସ ଆସିଲା ନାଟ୍ୟକାର ମନୋରଞ୍ଜନ ଦାସ ଓଡ଼ିଆ ସାହିତ୍ୟରେ କେଉଁ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ମନୋରଞ୍ଜନ ଦାସ ଯେଉଁ ନାଟ୍ୟକାର ରହିଲେ ସେ କେଉଁ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ନା ଓଡ଼ିଆ ନବ୍ୟ ନାଟକ ବା ଓଡ଼ିଆ ନବନାଟ୍ୟ ଆନ୍ଦୋଳନର ପୁରୋଧା ଥିଲେ ନେକ୍ସଟ ଆସିଲା ସାଗର ମନ୍ଥନ ନାଟକ କେଉଁ ମସିହାରେ ପ୍ରକାଶିତ ହୋଇଥିଲା ସାଗର ମନ୍ଥନ ନାଟକଟି 1964 ମସିହାରେ ପ୍ରକାଶିତ ହୋଇଥିଲା ନେକ୍ସଟ ଆସିଲା ମନୋରଞ୍ଜନ ଦାସଙ୍କ ସାଗର ମନ୍ଥନ ନାଟକଟି କେଉଁ ପ୍ରସିଦ୍ଧ ବିଦେଶୀ ନାଟକର ଛାୟାରେ ରଚିତ ହେଲା ଜେବି ପ୍ରିଷ୍ଟଲଙ୍କ ବିଶ୍ୱ ପ୍ରସିଦ୍ଧ ନାଟକ ଆନ୍ ଇନ୍ସପେକ୍ଟର କଲ୍ସ ହେଲା ମନେ ରଖିବ ଏଇଟା ଜେବି ପ୍ରିଷ୍ଟଲଙ୍କ ବିଶ୍ୱ ପ୍ରସିଦ୍ଧ ନାଟକ ଆନ୍ ଇନ୍ସପେକ୍ଟର କଲ୍ସ ହେଲା ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଅଛି ସାଗର ମନ୍ଥନ ନାଟକରେ ମୁଖ୍ୟତଃ କେଉଁ ଚେତନା ବା ସମସ୍ୟା ପ୍ରତିଫଳିତ ହୋଇଛି ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ପାରିବାରିକ ପରିବେଶରେ ନୈତିକ ସ୍ଖଳନ ଅପରାଧବୋଧ ଏବଂ ମାନସିକ ଦ୍ୱନ୍ଦ୍ୱର ସମସ୍ୟା ପ୍ରତିଫଳିତ ହୋଇଛି ନେକ୍ସଟ ଆସିଲା ଈଶ୍ୱର ଜଣେ ଯୁବକ ନାଟକର ସ୍ରଷ୍ଟା କିଏ ଈଶ୍ୱର ନାଟକର ରଚୟିତା କିଏ ନା କାର୍ତ୍ତିକ ଚନ୍ଦ୍ର ରଥ ବା ସ୍ରଷ୍ଟା ହେଉଛନ୍ତି କାର୍ତ୍ତିକ ଚନ୍ଦ୍ର ରଥ ନେକ୍ସଟ ଆସିଲା କାର୍ତ୍ତିକ ଚନ୍ଦ୍ର ରଥ କେଉଁ ସମୟରେ ଜଣେ ପ୍ରମୁଖ ଓଡ଼ିଆ ନାଟ୍ୟକାର ଉତ୍ତର 60 ଦଶକ ହେଲା ଆଧୁନିକ ଓଡ଼ିଆ ନାଟ୍ୟ ସାହିତ୍ୟର ଜଣେ ପ୍ରମୁଖ ଓଡ଼ିଆ ନାଟ୍ୟକାର କିଏ ନା କାର୍ତ୍ତିକ ଚନ୍ଦ୍ର ରଥ ନେକ୍ସଟ ଆସିଲା ଓଡ଼ିଶାରେ କେଉଁ ଅନୁଷ୍ଠାନ ମାଧ୍ୟମରେ କାର୍ତ୍ତିକ ଚନ୍ଦ୍ର ରଥ ଆନ୍ତର୍ଜାତୀୟ ନାଟକ ମହୋତ୍ସବ ଆନ୍ଦୋଳନ କରିଥିଲେ କଟକର କଳା ବିକାଶ କେନ୍ଦ୍ର ଏବଂ ଉତ୍କଳ ଯୁବ ସାଂସ୍କୃତିକ ସଂଘ ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଅଛି ଈଶ୍ୱର ଜଣେ ଯୁବକ ନାଟକରେ କେଉଁ ମୁଖ୍ୟ ସାମାଜିକ ସମସ୍ୟାକୁ ଉପସ୍ଥାପନ କରାଯାଇଛି ନା ଈଶ୍ୱର ଜଣେ ଯୁବକ ନାଟକରେ ଆଧୁନିକ ଯୁବପିଢ଼ିର ବେକାରୀ ସମସ୍ୟା ସାମାଜିକ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ ଏବଂ ମାନସିକ ଅବସାଦ ସାମାଜିକ ସମସ୍ୟାକୁ ଉପସ୍ଥାପନ କରାଯାଇଛି ନେକ୍ସଟ ଆସିଲା ନାଟକ ଈଶ୍ୱର ଜଣେ ଯୁବକର ଶୈଳୀ କେଉଁ ପ୍ରକାରର ଯେଉଁ ନାଟକଟି ରହିଛି ଈଶ୍ୱର ଜଣେ ଯୁବକ ସେ କେଉଁ ଶୈଳୀର ବା କେଉଁ ପ୍ରକାରର
ନା ଏହା ଏକ ପ୍ରତୀକାତ୍ମକ ଏବଂ ପରୀକ୍ଷାମୂଳକ ଆଭାଙ୍ଗାର୍ଡ ଶୈଳୀର ନାଟକ। ନେକ୍ସଟ ଆସିଲା ୟୁନିଟ୍ 3। ୟୁନିଟ୍ 3 ଫର୍ଷ୍ଟ ଅଛି ରାଜାରାଣୀ ଉପାଖ୍ୟାନ ନାଟକର ନାଟ୍ୟକାର କିଏ? ରାଜାରାଣୀ ଉପାଖ୍ୟାନ ଯୋଉଟା ରହିଛି ନାଟକଟି ତାର ନାଟ୍ୟକାର ହେଉଛନ୍ତି ନାରାୟଣ ସାହୁ। ଏମିତି ପୁରା ଫୁଲ୍ ସେଣ୍ଟେନ୍ସରେ ଲେଖିବ ହେଲା, ଟୋଟାଲି ସମ୍ପୂର୍ଣ୍ଣ ବାକ୍ୟ, କେବଳ ଆମେ ଆନ୍ସର ଲେଖି ଥୋଇଦେବନି ଯେ ନାରାୟଣ ସାହୁ ହେଲା, ଏମିତି ଲେଖିବ ରାଜାରାଣୀ ଉପାଖ୍ୟାନ ନାଟକର ନାଟ୍ୟକାର ହେଉଛନ୍ତି ନାରାୟଣ ସାହୁ। ନେକ୍ସଟ କ୍ୱେଶ୍ଚନ ଆସିଲା ନାଟ୍ୟକାର ନାରାୟଣ ସାହୁ କେଉଁ ନାଟକ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି? ସେ ତାଙ୍କର ପ୍ରସିଦ୍ଧ ନାଟକ ଆଶ୍ରା ଖୋଜି ବୁଲୁଥିବା ଈଶ୍ୱର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ହେଲା। ନାଟକ ଯୋଉ ନାରାୟଣ ସାହୁ କଣ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? କୋଉ ନାଟକ ପାଇଁ? ନା ଆଶ୍ରା ଖୋଜି ବୁଲୁଥିବା ଈଶ୍ୱର ହେଲା, ଏଇ ନାଟକଟି ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଦେନ୍ ନେକ୍ସଟ କ୍ୱେଶ୍ଚନ ଅଛି ନାଟ୍ୟକାର ନାରାୟଣ ସାହୁ କେଉଁ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ? ନାଟ୍ୟକାର ନାରାୟଣ ସାହୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଅଧ୍ୟାପନା କରୁଥିଲେ ବା ଓଡ଼ିଆ ଅନର୍ସ ହେଲା, ତମର ଯେମିତି ଓଡ଼ିଆ ଅନର୍ସ ସିଏ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ବା ଉତ୍କଳ ୟୁନିଭର୍ସିଟିରେ କଣ କରୁଥିଲେ ନା ଓଡ଼ିଆ ଅନର୍ସ ଭାବେ ଅଧ୍ୟାପନା କରୁଥିଲେ। ନେକ୍ସଟ ଆସିଲା ରାଜାରାଣୀ ଉପାଖ୍ୟାନ ନାଟକଟି ସାମ୍ପ୍ରତିକ ଓଡ଼ିଆ ନାଟକର କେଉଁ ଦିଗକୁ ଚିହ୍ନିତ କରେ? ଏହା ସାମ୍ପ୍ରତିକ ଓଡ଼ିଆ ନାଟ୍ୟକାର ଗୁଣାତ୍ମକ ମୂଲ୍ୟ ଏବଂ ସାମାଜିକ ଉପସ୍ଥାପନ ଶୈଳୀକୁ ଉପସ୍ଥାପନ କୌଶଳକୁ ଚିହ୍ନିତ କରେ। ନେକ୍ସଟ ଆସିଲା କୋକୁଆ ନାଟକର ରଚୟିତା କିଏ? କୋକୁଆ ନାଟକ ରଚୟିତା ହେଉଛନ୍ତି ନାଟ୍ୟକାର ବିଜୟ କୁମାର ଶତପଥୀ। କୋକୁଆ ନାଟକଟି ପ୍ରଥମେ କେଉଁ ଓଡ଼ିଆ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା? ଏହା ପ୍ରଥମେ ଓଡ଼ିଆ ସାହିତ୍ୟ ପତ୍ରିକା ସାହିତ୍ୟ ଦୃଷ୍ଟିରେ ପ୍ରକାଶିତ ହୋଇଥିଲା ହେଲା। କୋକୁଆ ନାଟକଟି ପ୍ରଥମେ କୋଉ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା? ନା ସାହିତ୍ୟ ଦୃଷ୍ଟି ପତ୍ରିକାରେ ପ୍ରକାଶିତ ହୋଇଥିଲା। ନେକ୍ସଟ କ୍ୱେଶ୍ଚନ ଅଛି ନାଟ୍ୟକାର ବିଜୟ କୁମାର ଶତପଥୀ କୋକୁଆ ନାଟକଟି କେଉଁ ଦଶକରେ ରଚନା କରିଥିଲେ? 1970 1970 ଦଶକରେ ରଚନା କରିଥିଲେ। ନେକ୍ସଟ ଆସିଲା କୋକୁଆ ଶବ୍ଦର ସାଧାରଣ ଅର୍ଥ କଣ ବା ଏହା କାହାର ପ୍ରତୀକ? କୋକୁଆ ହେଉଛି ଏକ କାଳ୍ପନିକ ଭୟ ବା ଅଜ୍ଞାତ ଆଶଙ୍କାର ପ୍ରତୀକ ଯାହା ମଣିଷ ମନରେ ଭୟ ସୃଷ୍ଟି କରିଥାଏ। ନେକ୍ସଟ ଆସିଲା ୟୁନିଟ୍ 4। ୟୁନିଟ୍ 4 ର ଫର୍ଷ୍ଟ କ୍ୱେଶ୍ଚନ ଅଛି ପାହାଡ଼ର ଆତ୍ମକଥା ଏକାଙ୍କିକା ରଚୟିତା କିଏ? ପାହାଡ଼ର ଆତ୍ମକଥା ଯୋଉ ଏକାଙ୍କିକା ରହିଛି ତାର ରଚୟିତା ହେଉଛନ୍ତି କିଏ ବା ତାର ଲେଖକ କିଏ? ନା ସୁରେନ୍ଦ୍ର ମହାନ୍ତି। ନେକ୍ସଟ କ୍ୱେଶ୍ଚନ ଆସିଲା ଅନ୍ୟ ଏକ ଶ୍ରବଣ କୁମାର ଏକାଙ୍କିକାଟି କାହା ଦ୍ୱାରା ରଚିତ? ଅନ୍ୟ ଏକ ଯୋଉ ଶ୍ରବଣ କୁମାର ଏକାଙ୍କିକାଟି ରହିଛି ତାକୁ କିଏ ଲେଖିଛନ୍ତି? ନା ରତ୍ନାକର ଚଇନି। ଦେନ୍ ଆସିଲା ଭୁଖା। ଭୁଖା ଏକାଙ୍କିକାର ଲେଖିକା କିଏ? ଲେଖକ କିଏ? ଲେଖିକା ଏଠି ହେଇଯାଇଛି, ଏଟା ଲେଖକ ହବ। ଲେଖକ ହଉଛନ୍ତି ମଙ୍ଗୁଳୁ ଚରଣ ବିଶ୍ୱାଳ। ନେକ୍ସଟ ଆସିଲା ରତ୍ନାକର ଚଇନିଙ୍କ ଏକ ଏକାଙ୍କିକା ନାମ କଣ? ଯୋଉଟା କି ଆମେ ଜଷ୍ଟ ଉପରେ ପଢିକି ଆସିଲେ ଅନ୍ୟ ଏକ ଶ୍ରବଣ କୁମାର। ନେକ୍ସଟ କ୍ୱେଶ୍ଚନ ଆସିଲା ସୁରେନ୍ଦ୍ର ମହାନ୍ତିଙ୍କ କେଉଁ ଏକାଙ୍କିକାଟି ପାଠ୍ୟ ବିଷୟଭୁକ୍ତ? ପାହାଡ଼ର ଆତ୍ମକଥା। ବୁଝିଲା, ଏତିକି ଥିଲା ତମର 1 ମାର୍କ ସିଓର ସର୍ଟ କ୍ୱେଶ୍ଚନ୍ସ ୱିଥ ଆନ୍ସର। आशा करूँ भिडियो तुम बहुत हेल्पफुल हम। भिडियो भल लगी लाइक कमेंट शेयर करने को बिल्कुल भी भूलनी। प्रथम करके आम चैनल को आसते चैनल को एवं सब्सक्राइब करनी। ओके।